ନମସ୍କାର ଦେଖନ୍ତୁ ଆପଣଙ୍କର 10th ବୋର୍ଡ଼ ଏକ୍ଜାମ ପାଇଁ ବୋର୍ଡ଼ ତରଫରୁ ଆପଣଙ୍କର ପରୀକ୍ଷା ଦର୍ପଣ କ୍ୱେଶ୍ଚିନ୍ ଆସିଯାଇଛି। ସୋ ପରୀକ୍ଷା ଦର୍ପଣ ଯେଉଁ ସବୁ କ୍ୱେଶ୍ଚିନ୍ ଅଛି ତାର ମ୍ୟାଥମେଟିକ୍ସର କ୍ୱେଶ୍ଚିନ୍ର ସଲ୍ୟୁସନ୍ ଆମେ ଦେଖିବା। ସୋ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଯେମିତିକି ଆପଣ ଦେଖିପାରୁଥିବେ ଏଇଟା ରହିଛି ମଡେଲ କ୍ୱେଶ୍ଚିନ୍ ସେଟ୍ 1। ଓକେ, ଯେହେତୁ ବୋର୍ଡ଼ ତରଫରୁ ଆସିଛି ସବୁ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ଅଟେ ଏବଂ ପ୍ରତିଟି କ୍ୱେଶ୍ଚିନ୍ ଆମେ ଡିଟେଲି ଆଲୋଚନା କରିବା। ତ ପ୍ରଥମ କ୍ୱେଶ୍ଚିନ୍ ଆପଣଙ୍କୁ କ'ଣ ଦେଇଛି ଦେଖ, 2x + 3y - 6 = 0 ସମୀକରଣ ଲେଖଚିତ୍ର ଅଙ୍କନ କଲେ ଏହା y ଅକ୍ଷକୁ କେଉଁ ବିନ୍ଦୁରେ ଛେଦ କରିବ ପଚାରିଛି। ତ ଦେଖ ଯୋଉ ତମର ଲେଖଚିତ୍ରଟା ରହିବ ସେଟା ଯେହେତୁ y ଅକ୍ଷକୁ ଛେଦ କରିବ, ଦେଖ ତା ମାନେ y ଅକ୍ଷ ଉପରେ ରହିବ ମାନେ କ'ଣ ବୁଝିପାରୁଛ? ଏଠି ତାହେଲେ x ସ୍ଥାନାଙ୍କଟା ହଉଛି ତାର 0। ବୁଝିପାରୁଛ ତ? 2x + 3y - 6 ଦେଇଛି, ତ y ଅକ୍ଷକୁ ଏଟା ଛେଦ କରୁଛି ମାନେ ତମର ଏଠି x ସ୍ଥାନାଙ୍କଟା ରହିବ 0। ବୁଝିହେଲା? ତା ମାନେ ମୁଁ ଲେଖି ଦେଇ ପାରିବି ଯେ 3y - 6 ହଉଛି ମୋର 0 ସହିତ ଇକ୍ୱାଲ। ତାହେଲେ 3y ଟା କେତେ ହେଇଯିବ 6, 3y6 ମାନେ ମୋର y ଟା କେତେ, y ହଉଛି 2 ହବ। ବୁଝିହେଲା? ତ ଏଠି ଅପସନ୍ B ହଉଛି କରେକ୍ଟ, 0 2। କ୍ଲିୟର? ଏବେ ନେକ୍ସଟ କ୍ୱେଶ୍ଚିନ୍ ମୋର 2 ନମ୍ବର ଦେଲା ସହ ସମୀକରଣ 3x - 5y - 10 = 0 ଏବଂ 6x - 10y - 20 = 0 ର କେତୋଟି ସମାଧାନ ଅଛି। ତ ଯଦି ଏଠି ମୁଁ ଦେଖୁଛି এটা କେତେ ଅଛି ଦେଖ, 3/6 a1/a2 ତାପରେ b1/b2 ଟା କେତେ ହବ -5/-10। ତ 5/10 ଲେଖିଦବା ହେଲା, କାରଣ ଉପରେ ତଳେ ମାଇନସ ଅଛି। ଏଇଟା ତମର କେତେ ହେଇଯିବ ନା 10/20। ତିନିଟା ଯାକ ତମର ହାଫ୍ ହେଇଯାଉନି କି? ତିନିଟା ଯାକ ଯଦି ଇକ୍ୱାଲ ଅଛି ତାହେଲେ ଅସଂଖ୍ୟ ସମାଧାନ ହବ। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍ 3 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଲା ଗୋଟିଏ ସଂଖ୍ୟାର 10 ସ୍ଥାନୀୟ ଅଙ୍କ x, 1 ସ୍ଥାନୀୟ ଅଙ୍କ y ହେଲେ ସଂଖ୍ୟାଟି କେତେ? ତ ଦେଖ ସଂଖ୍ୟାଟି ତାହେଲେ ଏମିତି ଲେଖାଯାଇଛି xy ହେଲା। 10 ସ୍ଥାନ ଯୋଉଟା ଅଛି ତା ସ୍ଥାନୀୟ ମାନଟା କେତେ 10 ରହିବ ନା, ତ 10 × x + y × 1 ମାନେ କେତେ y ଖାଲି ରହିବ। ତ ସଂଖ୍ୟାଟା ରହିବ ତମ 10x + y। ତମର ଯଦି ଗୋଟେ ସଂଖ୍ୟା ମୁଁ ଲେଖୁଛି 52, ଏଟାକୁ ମୁଁ ଏମିତି ଲେଖିପାରିବିନି 10 × 5 + 2। ବୁଝିହେଲା? ତ ସେମିତି ହିଁ ଲେଖା ହେଲା। ଓକେ, ନେକ୍ସଟ କ୍ୱେଶ୍ଚିନ୍ ମୋର 4 ନମ୍ବର ଦେଇଛି x² - x - 2 = 0 ଦ୍ୱିଘାତ ସମୀକରଣ ପ୍ରଭେଦକଟି କେତେ? ତ ଫାଷ୍ଟ ତମେ ଏଇଠି ସମୀକରଣଟା ଦେଖିକି ଏଟା ଜାଣିପାରୁଥିବ ଏଟା 1। ସମୀକରଣ ସାଧାରଣ ରୂପଟା କ'ଣ କି ax² + bx + c = 0। ବୁଝିହେଲା? ତାମାନେ ଏଟା ଏଠି 1 ଅଛି, b ଟା ମୋର ଏଠି ଅଛି -1, c ଟା ମୋର ଏଠି ଅଛି -2। ବୁଝିହେଲା? ପ୍ରଭେଦକର ସୂତ୍ର କ'ଣ ନା b² - 4ac = 0। b ଜାଗାରେ ମୋର କେତେ ଅଛି -1 ଅଛି, ତ -1 ର ସ୍କୋୟାର ଟା କେତେ ହେଇଯିବ 1 ହେଇଯିବ, ମାଇନସ୍ 4 × a ମୋର ଅଛି 1, ତ 4 × 1 ତ ଏଇଟା ମୁଁ ଖାଲି 1 ଲେଖୁଛି ହେଲା, -1 ଭଳିଆ ଦେଖାଗଲା ଟିକେ। 4 × 1 × -2 ତ ଏଇଟା ମୋର କେତେ ହେଇଯିବ ବର୍ତ୍ତମାନ ନା 1 ପ୍ଲସ୍ 4 × -2 ଟା କେତେ -8 ନା, ତା ପୂର୍ବରୁ ଗୋଟେ ମାଇନସ୍ ଅଛି ତ ଏଇଟା +8 ହେଇଯିବ। ତ 9 ହଉଛି ତମର ଆନ୍ସର। ବୁଝିହେଲା? 4 ନମ୍ବର ସରିଲା। ନେକ୍ସଟ 5 ନମ୍ବର ଦେଖିବା। ଗୋଟିଏ ସଂଖ୍ୟା ଏବଂ ତାର ବ୍ୟୁତ୍କ୍ରମର ଅନ୍ତର 2 ଅଟେ, ସଂଖ୍ୟାଟିକୁ x ନେଇ ଗୋଟିଏ ଦ୍ୱିଘାତ ସମୀକରଣ ଗଠନ କଲେ ସମୀକରଣଟି କେତେ ହବ? ତ ଦେଖ ଗୋଟେ ସଂଖ୍ୟା ହଉଛି ମନେକର x, ତାର ବ୍ୟୁତ୍କ୍ରମଟା କେତେ 1/x, ତା ମାନେ x - 1/x ହଉଛି ତମର 2। ବୁଝିହେଲା?
ତ ଏଠି ବର୍ତ୍ତମାନ କଣ କରିବା ନା ତଳେ ଯଦି ମୁଁ x ଟା ଲସାଗୁ ନେଇଯିବି ଉପରେ କେତେ ହବ x into x ମୋର କେତେ x square minus 1 ତ x square minus 1 by x ହଉଛି ତମର 2 ଏଇ ଗୋଟେ କାମ କର ଏଇଟା ଗୁଣି ଦିଅ ନେଇକି ପଟେ ତ x square minus 1 ହଉଛି ମୋର 2x 2x ଟା ପୁଣି ଏପଟୁ ନେଇ ଆସ x square minus 2x minus 1 equal to 0 ଅପସନ A ହଉଛି କରେକ୍ଟ ବୁଝିହେଲା କ୍ଲିୟର ତ ନେକ୍ସଟ 6 ନମ୍ବରଟା ଦେଖ 2x square plus px plus 4 equal to 0 ଦ୍ୱିଘାତ ସମୀକରଣ ଗୋଟିଏ ବୀଜ 2 ହେଲେ p ର ମାନ କେତେ ହବ ତ ଦେଖ ଦ୍ୱିଘାତ ସମୀକରଣ କ୍ୱେଶ୍ଚିନ୍ ଗୁଡ଼ିକ ପୁରା ଇଜି ଥାଏ ସମସ୍ତେ ଆରାମସେ କରିପାରିବ କେବଳ ଫର୍ମୁଲା ଗୁଡ଼ିକ ଟିକେ ଓଭରଲୁକ୍ କରିଦିଅ ସବୁ କ୍ୱେଶ୍ଚିନ୍ ହେଇଯିବ ତ ଦେଖ ଏଠି ଆମକୁ ପଚାରିଛି ଗୋଟେ ବୀଜ ଦେଇଦେଇଛି 2 ମନେକର ଆଲଫାଟା ମୁଁ ନେଉଛି 2 ତ ବିଟାଟା କେତେ ହବ ଆମକୁ ସେ ପଚାରିଛି ନୁହେଁ କି ତ ବୀଜ ଦିଟାର ଗୁଣଫଳ କେତେ ହଉଛି ଆଲଫା ବିଟାଟା ମୋର କେତେ c ବାଇ a ନା c ଜାଗାରେ ମୋର 4 ଅଛି a ଜାଗାରେ ମୋର 2 ଅଛି ତ 4 ବାଇ 2 କଲେ ମତେ କେତେ ମିଳୁଛି 2 ତା ମାନେ ବୀଜ ଦିଟାର ଗୁଣଫଳ ହଉଛି 2 ତ ଗୋଟେ ତ ତମ ପାଖରେ 2 ଅଛି ନା ଗୋଟେ ବୀଜ 2 ଅଛି ତାହେଲେ ଅନ୍ୟଟା କେତେ 1 ହେଇଯିବ କାରଣ ଦିଟା ଜାଗାର ଗୁଣଫଳ କେତେ 2 ନା ତ ଦେଖ ଏଠି ତମକୁ p ର ମାନ ପଚାରିଛି ହେଲା p ର ମାନରେ ଆମର ଆଲଫା ବିଟା ଗୁଡ଼ିକ କିଛି କାଢିବା ଦରକାର ନାହିଁ ଡାଇରେକ୍ଟ ଯେହେତୁ ତମର ବୀଜର ମୂଲ୍ୟଟା ଦେଇ ଦେଇଛି ଡାଇରେକ୍ଟ ପକେଇଦେଲେ ବି ହବ ନୁହେଁ କି ବୀଜର ମାନ କାଢିବା ଦରକାର ମାନେ ଆଉ ଗୋଟେ ବୀଜ କାଢିବା ଦରକାର ନାହିଁ ଏଇ ଦୁଇଟା ହିଁ ପକେଇଦବା 2 into 2 ର ସ୍କୋୟାର ପ୍ଲସ୍ p into 2 plus 4 equal to 0 2 ର ସ୍କୋୟାର ମୋର କେତେ 4 4 କୁ 2 ରେ ଗୁଣିଲେ ହେଉଛି 8 8 plus 2p plus 4 equal to 0 ତା ମାନେ ମୋର 2p plus 12 equal to 0 2p ଟା ତାହେଲେ କେତେ ହବ 12 ଟା ସେପଟୁ ଗଲେ -12 p ଟା ତାହେଲେ ମୋର ହେଇଯିବ -12 by 2 ହେଉଛି -6 ବୁଝିହେଲା ଅପସନ B ଓକେ ଇଜି ନେକ୍ସଟ କ୍ୱେଶ୍ଚିନ୍ 7 ନମ୍ବର ମତେ ଦେଇଛି ଦୁଇଟି କ୍ରମିକ ସଂଖ୍ୟାର ଗୁଣଫଳ 72 ହେଲେ ନିମ୍ନସ୍ଥ କେଉଁ ଦ୍ୱିଘାତ ସମୀକରଣରୁ ଉକ୍ତ ସଂଖ୍ୟା ଦ୍ୱୟ ମଧ୍ୟରୁ ଗୋଟିଏ ସଂଖ୍ୟା ମିଳିପାରିବ ତ ଦେଖ ଗୋଟେ ସଂଖ୍ୟା ମନେକର ମୁଁ ନଉଛି x ତାହେଲେ ଆଉ ଗୋଟେ ସଂଖ୍ୟା ମୋର କେତେ x plus 1 କାରଣ କ୍ରମିକ ସଂଖ୍ୟା ନା ବୁଝିପାରୁଛ ତାହେଲେ ଏଠି ମତେ ଦେଇଛି ଯେ ଦିଟା ଯାକ ଯୋଉ କ୍ରମିକ ସଂଖ୍ୟାର ଗୁଣଫଳ କେତେ ଦେଇଛି 72 ତାହେଲେ ଏଠି ମୁଁ ଲେଖିପାରିବି x କୁ x ରେ ଗୁଣିଲେ ମୋର କେତେ x ସ୍କୋୟାର ପ୍ଲସ୍ x ହଉଛି ତମର 72 ବୁଝିହେଲା ତ ନେକ୍ସଟ ମୁଁ କଣ କରିବି ଦେଖ ତମର x ସ୍କୋୟାର ପ୍ଲସ୍ x ଥାଉ 72 ଟା ଯଦି ଏପଟକୁ ନେଇ ଆସି -72 ଇକ୍ୱାଲ ଟୁ 0 x ସ୍କୋୟାର ପ୍ଲସ୍ x ମାଇନସ୍ 72 ଇକ୍ୱାଲ ଟୁ 0 ଅଛି ତ ଦେଖ ଏଠି ତମର ଯେହେତୁ ଅପସନ ନାହିଁ ତମେ ଚିନ୍ତା କରିବ ଯେ ଏଠି ଯୋଉ କ୍ରମିକ ସଂଖ୍ୟାଟା ମୁଁ ଏମିତି ବି ନେଇପାରିବି ନା x into x minus 1 ନେଲେ ହବନି କି ଏଇ ଦିଟା ବି ତ କ୍ରମିକ ସଂଖ୍ୟା ହେବେ ନା ମନେକର ଦେଖ 4 5 ଯଦି କ୍ରମିକ ସଂଖ୍ୟା ହଉଛନ୍ତି ତ 4 ଆଉ 3 ନେଲେ ବି ଏମିତି କହିପାରିବ ନୁହେଁ କି ତ ଏଠି ମୁଁ ଗୋଟେ କାମ କରୁଛି x into x minus 1 ନଉଛି ହେଲା ତ ଏଇଟା ଇକ୍ୱାଲ ଟୁ 72 ନବା ତ ଏଇଟା କଣ ହବ ନା x ସ୍କୋୟାର ମାଇନସ୍ x 72 ଟା ଏପଟକୁ ଆସିବ ତ -72 ଇକ୍ୱାଲ ଟୁ 0 ଏଇଟା ବି ହେଇପାରିବ x ସ୍କୋୟାର ମାଇନସ୍ x ମାଇନସ୍ 72 ଇକ୍ୱାଲ ଟୁ 0 କୋଉ ଅପସନ ଅଛି ଅପସନ D ହଉଛି କରେକ୍ଟ ବୁଝିହେଲା ତ 8 ନମ୍ବର କଣ ଦେଇଛି ନା ନିମ୍ନଲିଖିତ ଅନୁକ୍ରମ ମଧ୍ୟରୁ କେଉଁଟି ସମାନ୍ତର ପ୍ରଗତି ନୁହେଁ 1 2 3 4 5 ଏଇଟା ତ ଠିକ ଅଛି ସମାନ୍ତର ପ୍ରଗତି ହବ ନେକ୍ସଟ ଦେଖିବା ଯଦି ଏଇଟା 1/3 2/3 3/3 4/3 ମାନେ 1/3 କେବଳ ପ୍ଲସ୍ ହେଇ ଚାଲିଛି ନୁହେଁ କି ତ ଏଇଟା ବି ଠିକ ଅଛି 1.1 2.3 କେତେ ପଡିଲା 1.2
ପୁଣି 1.2 ବଢ଼ିଲା, ଏଠି ବି 1.2 ବଢ଼ିଛି। ତ ଏଇଟା ବି ସମାନ୍ତର ପ୍ରଗତି ହେଇଯାଉଛି ହେଲା। ଏଠି ଯଦି ଦେଖିବା -3 ରୁ -2 +1 ହେଇଛି, -2 ରୁ 0 ଏଠି +2 ହେଇଛି। କିନ୍ତୁ ସମାନ୍ତର ପ୍ରଗତିରେ କଣ ହୁଏ? ସମାନ ସଂଖ୍ୟା ମାନେ ସାଧାରଣତଃ କେତେ d ରହେ। ତ ଏଇଟା ହିଁ ତମର ସମାନ୍ତର ପ୍ରଗତିରେ ନାହିଁ। ତ ଏଠି ଆନ୍ସର ହଉଛି ତମର ଅପସନ ସି ହଉଛି ତମର ଆନ୍ସର। ବୁଝିହେଲା? 8 ନମ୍ବର ବୁଝିଗଲ। 9 ନମ୍ବର ଦେଲା 2, 3, 4, 5 ଅନୁକ୍ରମର ପ୍ରଥମ n ସଂଖ୍ୟକ ପଦର ଯୋଗଫଳ କେତେ? ତ ଦେଖ, ଆମେ ଏଠି କୋଉ ସୂତ୍ରଟା ପକେଇବା ନା n/2 2a plus n-1 into d। ତ ଏଠି ମୁଁ ଲେଖିଲି n/2 ପ୍ରଥମ ପଦଟା କିଏ ଅଛି? ପ୍ରଥମ ପଦଟା ହଉଛି ଆମର a, ତା ମାନେ 2 ଅଛି। ତ 2 into 2 କଲେ କେତେ? 4 ପ୍ଲସ୍ n-1 d ଆମର ଦେଖିବା ଯଦି ସାଧାରଣତଃ ଏଠି କେତେ ଅଛି? 1 1 ଅଛି, ତ ଏଠି ମୁଁ ଲେଖିଲି 1। ବୁଝିହେଲା? ନେକ୍ସଟ ମୁଁ କଣ କରିବି ଦେଖ, n/2 ଲେଖିଲି, ଭିତରେ ତମର କେତେ? ଏଇଟା 1 ଟା ୟା ସହିତ ମଲ୍ଟିପ୍ଲାଏ ହେଲେ ସେମ୍ ରହିବ, ପୁଣି 4 ପ୍ଲସ୍ ହେଇଛି। ତ ଏଇଟା n+3 ହେଇଯିବ ନୁହେଁ କି? ତ n into n+3/2 କୋଉଟାରେ ଅଛି? ଅପସନ ଏ। ତ ଏଇଟା କେବଳ ଆମେ ସୂତ୍ର ପକେଇକି କରିଦେଲେ ଇଜି ଅଛି ନୁହେଁ କି? 9 ନମ୍ବର ବୁଝିପାରିଲ। ନେକ୍ସଟ 10 ନମ୍ବର ଦେଖିବା। 10 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଇଛି ଏକ ଏପିର n ତମ ପଦ tn equal to -10 plus 2n ହେଲେ ଏହାର ସାଧାରଣ ଅନ୍ତର କେତେ? ତ ଗୋଟେ କାମ କରିବା, t1 ଟା କେତେ ହଉଛି ଆଗ କାଢିଦବା। t1 ଟା କେମିତି କାଢିବା ନା -10 plus 2n ନା, ଏଠି n ଜାଗାରେ କେତେ? 1 ଅଛି, ତ 2 into 1 ହଉଛି 2, -10 plus 2 ହଉଛି -8। t2 ଟା କେତେ ହେଇଯିବ ନା -10 plus 2 into 2 ମାନେ କେତେ? 4, ତ ଏଇଟା ହେଇଯିବ 6, ସରି -6 ନୁହେଁ କି? ତ ପ୍ରଥମ ଦିଟା ପଦ ଯେତେବେଳେ ମିଳିଯାଇଛି, ମୁଁ ଯଦି t2 - t1 କରିଦେବି, ତାହେଲେ ମତେ ମିଳିଯିବ ଯେ ମୋର d କେତେ ନୁହେଁ କି? ପ୍ରଥମ ଦିଟା ପଦ ଭିତରେ ଯୋଉ ଅନ୍ତରଟା, ସେଇଟା ହିଁ ତମର ସାଧାରଣ ଅନ୍ତର ନା। ତ -6 ମାଇନସ୍ ଏଇଟା କେତେ? -8 ଅଛି, ତା ମାନେ ମାଇନସ୍ କଲେ ପ୍ଲସ୍ ହେଇଯିବ। ତ 2 ମିଳୁଛି କି? 2 ହଉଛି ମୋର ଆନ୍ସର ହେଲା, ଅପସନ ସି। କ୍ଲିୟର? ତ ଏଇଟା ବୁଝିଗଲ ତ? t1 କାଟିଦବ, t2 କାଟିଦବ, ଦିଟା ଯାକର ଅନ୍ତର ନେଇଯିବ।